ସାଙ୍ଗମାନେ ଗୋଟେ କଥା ମନେ ରଖନ୍ତୁ, ସଂସାରରେ ଅବରୋଧ ଏବଂ ଚିନ୍ତା ସେତେବେଳେ ଆସିବ ନାହିଁ। ଏହା କିପରି ବା ହୋଇପାରେ ତାହା ପ୍ରଥମେ ଧ୍ୟାନ ଦିଅନ୍ତୁ। ପ୍ରକୃତିର ନିୟମ ଯାହା ସେଇଆ ହିଁ ଘଟିବ ଏବଂ ଆପଣଙ୍କ ଜୀବନରେ ଯେତିକି ଦୁଃଖ ଏବଂ ସୁଖ ମିଳିବା କଥା ତାହା ହିଁ ମିଳିବ ଓ ମିଳିଥାଏ ମଧ୍ୟ। ମିଳିବନି ବା କାହିଁକି? ଆପଣ ଯାହା କର୍ମ କରିଛନ୍ତି ସେହି ଅନୁସାରେ ନିଶ୍ଚିତ ଭାବରେ ଫଳ ପାଇବେ। ତେଣୁ ଟେଣ୍ଡର ଯାହା କରିବେ ତାହା ହିଁ ଖୋଲିବ। ସାଙ୍ଗମାନେ, ଯେପରି ଆମେ ମିଠା ସହିତ ଖାରା ଜରୁରୀ ହୋଇଥାଏ, ସେହିପରି ସୁଖ ସହିତ ଦୁଃଖ ମଧ୍ୟ ଜରୁରୀ ହୋଇଥାଏ। ଯଦି ଜୀବନରେ ଆମର ଦୁଃଖ ରହିବ ନାହିଁ, ତେବେ ଭଗବାନଙ୍କୁ କେହି ମଧ୍ୟ ମନେ ପକାଇବେ ନାହିଁ। ତେଣୁ ନିଜର କର୍ମମୟ ଜୀବନରେ ସବୁବେଳେ ଦୁଃଖ ସୁଖକୁ ନେଇ ଚାଲନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ଦୁଃଖ ସହିତ ଖୁସି ଭରିଯିବ ଏବଂ ଆପଣ ସୁଖରେ ନିଜର ଜୀବନକୁ ବିତେଇ ପାରିବେ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ସେୟାର ମଧ୍ୟ କରନ୍ତୁ ଏବଂ ଆମ ଚ୍ୟାନେଲକୁ ଫଲୋ ମଧ୍ୟ କରନ୍ତୁ। ଜୟ ଜଗନ୍ନାଥ।